ପ୍ରତିଭାବାନ ଲେଖକ ସତ୍ୟ ମିଶ୍ରଙ୍କର କଲମ ମୁନରୁ ଗଳ୍ପଟିଏ। ଗଳ୍ପଟିର ନାଁ ହେଲା ମୁହୂର୍ତ୍ତ। ଗତ କେତେଦିନ ହେଲା ମୁଁ ଏକ ପ୍ରଚଣ୍ଡ ଗତିହୀନତାରେ ଆକ୍ରାନ୍ତ ହୋଇପଡ଼ିଛି। ମନେ ହେଉଛି ଯେମିତି କେଉଁଠି କିଛି ଘଟୁନାହିଁ। ସବୁ ଗତି ସ୍ଥିର ଓ ସବୁ ଶକ୍ତି ନିଷ୍କ୍ରିୟ। ଭିଏତନାମରେ ଯୁଦ୍ଧ ହେଉନାହିଁ, ପାକିସ୍ତାନ ବୋମା ପରୀକ୍ଷା କରୁନାହିଁ, କିମ୍ବା ମାଧବୀ ପାଳିଥିବା କୁକୁଡ଼ାର ଅଣ୍ଡା ବି ଫୁଟୁନାହିଁ। ଏପରିକି ଗଛରେ ଶୁଖିଲା ପତ୍ରଟାଏ ସପ୍ତାହ ସପ୍ତାହ ହେଲା ତଳକୁ ନ ଝଡ଼ି ସେମିତି ଲାଗି ରହିଛି। ଏତେ ବିରକ୍ତି ଓ ଘଟଣାବିହୀନତା ଆଗରୁ କେବେ ଅନୁଭବ କରିନଥିଲି। ଅତିରିକ୍ତ ମନୋଟନି ଓ ଶୂନ୍ୟତା ବୋଧରେ ମୁଁ ମୃତ। କିନ୍ତୁ ଏବେ ହଠାତ୍ ଗୋଟେ ଆଶ୍ଚର୍ଯ୍ୟର କଥା ଘଟିଯାଇଛି। ଏବେ ଯେତେବେଳେ କି ମୁଁ ଘାସ ଲନରେ ଠିଆ ହୋଇ କିଛି ଚିନ୍ତା କରିପାରୁନଥିବା ବିଷୟରେ ଚିନ୍ତା କରୁଛି, ହଠାତ୍ ଏହା ହୋଇଯାଇଛି। ମୋ ବାଁ ଗୋଡ଼ର ପାଦ ପାଖରେ ଧାରେ ଘାସ ନିହାତି ନିଶ୍ଚେଷ୍ଟ ଓ ନିରୁଦ୍ବିଗ୍ନ ଭାବରେ ଥରେ ଦିଥର ହଲିଯାଇ ପୁଣି ସ୍ଥିର ହୋଇଯାଇଛି। ହଠାତ୍ ମୁଁ ଅନୁଭବ କରିବାକୁ ଆରମ୍ଭ କରିଛି ଯେ ମୁହୂର୍ତ୍ତକ ଆଗରୁ ଏ ପୃଥିବୀ, ଏ ବିଶ୍ୱ ଯେପରି ଥିଲା, ଏ ଘାସ ଦୁଇଥର ମୁଣ୍ଡ ହଲେଇ ଦେଲା ପରେ ତାହା ଆଉ ସେପରି ହୋଇ ରହିନାହିଁ। ଏଠି ଏହା ଘଟିବା ସମୟରେ ଯଦିଓ ପୃଥିବୀର ଅନ୍ୟ କେଉଁଠି ଅନ୍ୟ କିଛି ଘଟୁଥିବାର କୌଣସି ପ୍ରମାଣ ନାହିଁ, ତଥାପି ପୃଥିବୀ ବଦଳି ଯାଇଛି। ଏବେ ମୁଁ ଏକ ତୀବ୍ର ଓ ଅସହ୍ୟ ପ୍ରଚଣ୍ଡ ଗତିରେ ଅଣନିଶ୍ୱାସୀ ହୋଇଯାଇଛି। ମାଧବୀ ମୁଣ୍ଡର କେରାଏ କଳା କେଶ ସମେତ ସମଗ୍ର ଅଖିଳ କସ୍ମିକ ବିଶ୍ୱ ପ୍ରଚଣ୍ଡ ବେଗରେ ଆବର୍ତ୍ତିତ ହେଉଛି। ସାମାନ୍ୟ ଅଣ୍ଡାଠାରୁ ଆରମ୍ଭ କରି ବୋମା ପର୍ଯ୍ୟନ୍ତ ସବୁ କେବଳ ବିସ୍ଫୋରିତ ହୋଇ ଲାଗିଛନ୍ତି ଏବଂ ଏ ସବୁର ଦ୍ରୁତ ପ୍ରଖରତାରେ ରୁଦ୍ଧଶ୍ୱାସ ହୋଇ ମୁଁ ଏକ ଅଖଣ୍ଡ ନିରବଚ୍ଛିନ୍ନ ଶୂନ୍ୟତାକୁ, ନୀରବତାକୁ ଓ ସ୍ଥିରତାକୁ ଅପ୍ରତୀକ୍ଷା କରିଛି। ସମାପ୍ତ।